ଚାଲନ୍ତୁ ଆଜି ଆଈଙ୍କର ଶାଢ଼ୀ ପିନ୍ଧି ଅଫିସ୍ ଯିବା। ଏଇ ଶାଢ଼ୀଟା ମୋର ବହୁତ ପସନ୍ଦର। ଏଇଟା ପୁରା ମାଳିଆ ବନ୍ଧା ଶାଢ଼ୀ। ଆଉ ଏଇ ଶାଢ଼ୀଟା ମୋ ଆଈଙ୍କର ମାମା ସାଇତି ରଖିଥିଲେ ଆଉ ମୋତେ ଦେଇଥିଲେ। ଯେଉଁଦିନ ବି ଏ ଶାଢ଼ୀଟି ପିନ୍ଧି ମୁଁ ଅଫିସ୍ ଯାଏ ସେଦିନ କାହିଁକି ମନ ଭିତରେ ଗୋଟେ ଅଲଗା ପ୍ରକାରର କନଫିଡେନ୍ସ ବିଲ୍ଡଅପ୍ ହୁଏ, ଜାଣିନି କାହିଁକି। ଆଉ ଏଇ ଶାଢ଼ୀଟା ପିନ୍ଧିଲା ପରେ ଏମିତି ଲାଗେ ଯେମିତି ମୁଁ ମୋ ଆଈକୁ ପାଖରେ ଧରି ରଖିଛି। ଛୋଟବେଳୁ ବହୁତ ଗେଲବସର ପାଇଥିଲି ଆଈଙ୍କଠୁ। ଆଉ ଏବେ ଭାବୁଛି ନିଶ୍ଚିନ୍ତ ଉପରେ ଥାଇ ଆଈ ମୋ ଉପରେ ପ୍ରାଉଡ଼୍ ଫିଲ୍ କରୁଥିବେ। ଆଉ ଶାଢ଼ୀରେ ନାରୀର ସୌନ୍ଦର୍ଯ୍ୟ 10 ଗୁଣା ଅଧିକା ପଡ଼ିଯାଇଥାଏ। କ'ଣ ସତ କହିଲି ନା? ଏଇଠି ଶାଢ଼ୀଟାକୁ ଟିକେ ଫ୍ଲଣ୍ଟ କରି ଆପଣମାନଙ୍କୁ ପୁରା ଲୁକ୍ଟା ଦେଖେଇବି ବୋଲି ଟିକେ ମଡ଼େଲିଂ କରିଦେଉଥିଲି। କିନ୍ତୁ ମୋ ସ୍ୱାମୀ ଆଜି ଛୁଟିରେ ଅଛନ୍ତି। କମ୍ ହଇରାଣ କଲେ ସେ ମୋତେ ଆଜି। ଦେଖୁନାହାନ୍ତି କେମିତି କହିଲେ ତୁ ଏମିତି କ'ଣ ହେଉଛୁ। ସେ ଗୋଟେ ବହୁତ ମଜାକିଆ ଲୋକ। ଆଉ ତାଙ୍କର ଏଇ ମଜାକିଆ ଗୁଣ ଦେଖି ହିଁ ଲଙ୍ଗ୍ ଡିଷ୍ଟାନ୍ସ ରିଲେସନସିପ୍କୁ ମ୍ୟାରେଜ୍ରେ କନଭର୍ଟ କରିବାର ଡିସିଜନ୍ ମୁଁ ଆରାମସେ ନେଇଯାଇଥିଲି। ଜୀବନରେ ଆଉ କିଛି ଦରକାର ନାହିଁ। ଏଇଠି ଦେଖୁନାହାନ୍ତି କେମିତି କୋବି ଫୁଲଟିଏ ଦେଇ ମୋତେ ପ୍ରପୋଜ୍ କରିଛନ୍ତି। କୋବି ହେଉ ବା ଗୋଲାପ, ଯଦି ମନର ମଣିଷ ନିଜ ପସନ୍ଦର ଆଉ ଭଲ ପାଇବା ଥାଏ ତାହେଲେ ଜୀବନ ସୁରୁଖୁରୁରେ ବିତି ଯାଇଥାଏ। ମା ବୃନ୍ଦାବତୀଙ୍କୁ ନମସ୍କାର କରି ଜମାରୁ ଅଫିସ୍ ଯିବାକୁ ମନ ନଥିଲେ ବି ସ୍ୱାମୀ ଆଜି ମୋତେ ସ୍କୁଲ ଗଲାବେଳେ ଅଫିସ୍ ପଠାଇ ଦେଲେ। ଆଉ ଅଫିସ୍ ପଠାଇ ପଛରେ କ'ଣ ଗୋଟେ ନମସ୍କାର ହେଲେ।